ଯଦି ମତେ କହିବେ ଆପଣ ଏତେ ବର୍ଷର ଅଭିଜ୍ଞତା ଭିତରେ କେତେ ଉପକାରିତାଟା କ'ଣ? କାହାର ମଦର? ଆଜ୍ଞା, ମଦର କିଛି ଉପକାରିତା ନାହିଁ। କ'ଣ କ'ଣ ହରେଇଛନ୍ତି ଆପଣ ମଦ ପିଇବା କାରଣ? ମଦ ପିଇଲେ ମୁଁ ପ୍ରଥମ କଥା ମୋର ଗୋଟେ ଭଲ କ୍ୟାରିୟର ଯୋଉଠି ମୁଁ ଉଚ୍ଚ ଦରମାରେ ଥିଲି, ନିଜେ ଶିଖେ ତାକୁ ଚାକିରିଟା ଛାଡ଼ିଦେଲି। ମୋତେ ସେମାନେ ବାହାର କରୁନଥିଲେ, ମାନେ ମୁଁ ଜାଣିଥିଲେ ସମସ୍ତେ ସମ୍ବାଦରେ ସମସ୍ତେ ଜାଣିଥିଲେ ଯେ ମୁଁ ଜଣେ ମଦ୍ୟପ ସାମ୍ବାଦିକ। କିନ୍ତୁ ମୋ କାମଟା ଯେହେତୁ ମୁଁ କାମରେ କିଛି ଆସିନଥିଲା, ଆଞ୍ଚ ଆସିନଥିଲା, ସେମାନେ କେହି କିଛି କହୁନଥିଲେ। କିନ୍ତୁ ଧୀରେ ଧୀରେ ଯେତେବେଳେ କାମରେ ଆଞ୍ଚ ଆସିଲା, ମୁଁ ମୋ ଆଡ଼ୁ ସେଠି ତାକୁ ଯିବାକୁ ସେଠି ଲାଜ ମାଇଲା ମୋତେ। ମୁଁ ମଦ ପିଇ ଦେଇଛି, କୋଉ କଲେ ସେଠିକି ଯିବି? ଆଜ୍ଞା, ସେଠି କେମିତି ଯିବି, କେମିତି ଯାଇକି ସେଠି ରିପୋର୍ଟିଂ କରିବି? ମୋତେ ମୁଁ ସେଠି ନିଜେ ନିଜେ ରହିଗଲି। ଆଜି ରହିଲି, କାଲି ଯେତେବେଳେ କଣ୍ଟିନ୍ୟୁ ହଉଥିଲା, ଆଜି ରହିଲି, କାଲି ରହିଲି, 5 ଦିନ ରହିଲି, ବାହାର ରିମୁଭ୍ କଲେ ମୋତେ ବାଧ୍ୟ ହେଲା। ତାପରେ ଖାଲି ଏଇଟା ଗଲା ମୋ କ୍ୟାରିୟର କଥା। ତାପରେ ଆଉ ଗୋଟେ କଥା ଯଦି କହିବେ, ଏଇ ମଦ ପିଇବା କାରଣରୁ ମୋ ପୁଅ ଛୁଆ ଆଜି ଓଡ଼ିଆ ମିଡ଼ିୟମରେ ପଢ଼ୁଛନ୍ତି। ମୋ ସମସାମୟିକ ସାମ୍ବାଦିକ କାହାର ପିଲା ଛୁଆ ଯିଏ ଅଛନ୍ତି କେହି ଓଡ଼ିଆ ମିଡ଼ିୟମରେ ପଢ଼ୁନା। ଇଏ ତ ସବୁ ସରସ୍ୱତୀ ସ୍କୁଲରେ ପଢ଼ିଛି। ମୋ ଝିଅ ଏବେ ଗଭର୍ଣ୍ଣମେଣ୍ଟ ସ୍କୁଲ ମାଟ୍ରିକ ପରୀକ୍ଷା ୟୁନିଟ୍ 9 ଗାର୍ଲସ ସ୍କୁଲରେ। ମୁଁ କ'ଣ କିଏ ଏତେ ସ୍ଥିତି ମାନେ ବିଗିଡ଼ିଗଲା। ତାପରେ ଆଉ ଗୋଟେ କଥା ହେଲା ଯୋଉଟା କି ମାନେ ମତେ ବି ନିଜକୁ ଲାଜ ଲାଗୁଛି, ମାନେ ମୋ ଝିଅ ମତେ ନବମରୁ ସେ 10ମ ଶ୍ରେଣୀ ଥିଲା, 2 ବର୍ଷ ତଳର କଥା କହୁଛି, 8ମ ମ୍ୟାକ୍ସିମମ୍ ଦିନ ମୁଁ ତାକୁ ନେଇପାରିବିନି ବାଇକରେ। ସେ କେମିତି ଯାଏ? ଅଟୋ କଲି ବାଧ୍ୟ ହେଇକିରି, ଅଟୋ କରିବି, ନହେଲେ ଅଟୋ ପଇସା ବସେଇକିରି ନେଇପାରିଲା ଭଳିଆ ସ୍ଥିତିରେ ଆପଣ ରହୁନଥିଲେ? ନା, ମୁଁ ନେଇପାରିଲି। ତାର ବାଟଟା ବହୁତ ବ୍ୟାଘାତ ହେଇଛି। ତା ପରବର୍ତ୍ତୀ ସମୟରେ ତା ପାଇଁ ଅଟୋ କରିଦେଲି। ଅଟୋରେ ହେଲା, ଅଟୋ କାହିଁକି ହେଇଥାନ୍ତା? 2200 ଟଙ୍କା କାହିଁକି ଥାନ୍ତା? ରସୁଲଗଡ଼ ଛକ ପଳାଶୁଣୀରୁ ୟୁନିଟ୍ 9 ଆମର ମାନେ ଆ ଦ୍ୱାରା ଆପଣଙ୍କ ସମ୍ପର୍କରେ ହାନି ହେଇଛି, ଆର୍ଥିକ ସ୍ତରରେ ଦୁର୍ବଳ ହେଇଛନ୍ତି। ସମ୍ପର୍କରେ ହାନି ହେଇଛି ଯୋଉଟା ମୁଁ କହୁଛି, ସମ୍ପର୍କରେ ମୋ ପରିବାର ବନ୍ଧୁବାନ୍ଧବ ଭିତରେ ସମ୍ପର୍କ ଅଳ୍ପ କମିଛି ଟିକେ, ବୁଝେଇଛନ୍ତି। କିନ୍ତୁ ଅନ୍ୟମାନଙ୍କ ସାଙ୍ଗରେ ସମ୍ପର୍କ ଯୋଉମାନଙ୍କ ସହିତ ବସିକି ପିଉଥିଲେ, ତାପସ ଭାଇ ବୋଲି ଯୋଉମାନେ ଡାକୁଥିଲେ, ତାଙ୍କର ମୁଁ ମଦ ପିଇ ନଷ୍ଟ ହେଲି, ତାଙ୍କର କି ଯାଏ? ହଁ, ବୁଝିପାରୁଛନ୍ତି କି? ତାଙ୍କର କି ଯାଏ? କିନ୍ତୁ ମୋର ଯୋଉ ମୋ କ୍ୟାରିୟରରେ ଯୋଉମାନେ ସିନିୟର ମାନେ ଥିଲେ, ଗୋଟେ ବ୍ୟାଡ୍ ଇମ୍ପ୍ରେସନ ମୋ ପ୍ରତି ରହିଗଲା। ମଦ ପିଇବା ଏଟା ନୁହେଁ କି?